ସାଙ୍ଗ ମୋର ଆଜି ଏମିତି କାଣ୍ଡ କରିବେ ମୁଁ କେବେ ଭାବିନଥିଲି। ହାଇ ସାଙ୍ଗମାନେ ମୁଁ ଆଜି ସକାଳୁ ସକାଳୁ ଦେଖିଲି ଗୋଟେ ଜିନିଷ, ମୋ ଛୁଆ ବେଳର କଥା ମନେ ପଡ଼ିଲା। ଦେଖିଲି ଯେ ଆଜି ଛୋଟ ଛୁଆମାନେ ବିସର୍ଜନ କରୁଛନ୍ତି। ତାପରେ କାମ ସାରିକି ମୁଁ ଫେରିଲି, ତାପରେ ଦୋକାନରେ ବସିଲି, ଭାବିଲି ଖାଲି କେମିତି ଯିବି ପୂଜା ଆଡ଼େ। ହେଲେ ପୂଜା ଆଡ଼େ ଆଜି ଗଲା ବେଳକୁ ମୋତେ ବହୁତ ଲେଟ୍ ହେଲା। ଲେଟ୍ ହେଲେ କ'ଣ ହବ ଆଜ୍ଞା, 9ଟା ହେଲାଣି ପଛେ ଲୋକଙ୍କ ଭିଡ଼ କମୁଛି କି। ତାପରେ ସେଠୁ ଯାଇକି ଦେଖିଲି ଏତିକିରେ ତ ପାଦ ପକେଇବନି, ତାପରେ ଉଠି ସେଠି ବସିଲି, ଛୋଟ ଛୁଆଙ୍କ ସହିତ ଟିକେ ଗେଲ ହେଲି। ତାପରେ ସେଠୁ ହାଲକା ଲୋକ କମିଲା ପରେ ମୁଁ ପୁଣି ସେଠୁ ବାହାରି ଗଲି ମୀନା ବଜାର ଆଡ଼େ। କହିଲି ଟିକେ ବି ନ ବୁଲିଲେ ଭଲ ଲାଗିବନି, 10 ଦିନ ଆଜ୍ଞା ରହୁଛି ମାନେ ଯାହା ଟିକେ ବୁଲିବାକୁ ପଡ଼ିବ। ଆମ ସାଙ୍ଗସାଥି ଆଉ ମୁଁ ମିଶିକି ସବୁ ବାହାରି ଗଲୁ। ତାପରେ ସେଠୁ ବୁଲି ବୁଲାକି ସେଠୁ ଆସିଲୁ। ଭୋକ ବହୁତ ଜୋରେ ହଉଥିଲା, ଆଉ ଲଙ୍କା ଟିକେ ଖାଇଦେଲୁ ଆଜ୍ଞା। ପୁଣି ମୀନା ବଜାରରେ ଲଙ୍କା ଖାଇବାନି କେମିତି ଲାଗିବ ଆଜ୍ଞା। ତାପରେ ସେଠୁ ପୁଣି ବାହାରିକି ଆସିଲୁ ଭାରି ଆମ ପଟେ ପଡ଼ିଥିବା ମୀନା ବଜାର। ମୀନା ବଜାର ଏଠି ପୁଣି ମସ୍ତିଲା, ଏଠି ତ ସବୁ ଆମ ପରଜମ ପିଲାଙ୍କ ଗହଳି ଆଉ। ତାପରେ ଆଉ କ'ଣ କହିବି, ତାପରେ ସେଠୁ ଦେଖିଲି ମୋ ସାଙ୍ଗ ଗୋଟେ ଛୋଟ ଛୁରୀ ଧରିକି, ଆଜ୍ଞା ଛୁରୀ ନୁହେଁ ଆଜ୍ଞା ପାନିଆ ସେଇଟା। ତାପରେ ଫଣ୍ଟୁ ସହ ଆଜ୍ଞା ଦେଖା ହେଇଗଲା। ତାପରେ ସେଠୁ କହିଲି ଯିବା, ସେତିକିରେ ବହୁତ କାଟିଲାଣି। ଜୟ ଜଗନ୍ନାଥ।